ଓଡ଼ିଆ ଭାଷାରେ ଗଠିତ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଆମ ସଂସ୍କୃତି, ଆମ ପରମ୍ପରା ଏବଂ ଆମ ବରପୁତ୍ରମାନଙ୍କର ତ୍ୟାଗ ଓ ତପସ୍ୟା ହିଁ ଆମ ଓଡ଼ିଆ ଅସ୍ମିତାର ମୂଳଦୁଆ। ବର୍ତ୍ତମାନ ସମଗ୍ର ରାଜ୍ୟରେ ଓଡ଼ିଆ ପକ୍ଷ ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ସମୟରେ ଆମ ଭାଷା ଐତିହ୍ୟକୁ ନେଇ ଏଭଳି ଏକ ବୈଚାରିକ ମଞ୍ଚ ପ୍ରସ୍ତୁତ କରିବା ଇଏ ବାସ୍ତବରେ ଉଚ୍ଚ ପ୍ରଶଂସନୀୟ। ଓଡ଼ିଆ ଅସ୍ମିତା କେବଳ ଓଡ଼ିଆ ସ୍ୱାଭିମାନର ଦୁଇଟି ଶବ୍ଦ ନୁହେଁ, ବରଂ ଏହା ଆମ ଓଡ଼ିଆ ସ୍ୱାଭିମାନର ପ୍ରତୀକ, ଆମ ଜାତିର ପରିଚୟ, ଆମ ପରମ୍ପରାର ଗୌରବ ଏବଂ ଆମ ସଂସ୍କୃତିର ଇଏ ହେଉଛି ପ୍ରକୃତ ମୂଳଦୁଆ। ଏହା ଆଗାମୀ ପିଢ଼ିକୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ। ଆମର ପରିଚୟ ଆମ ଭାଷାରେ ନିହିତ। ଓଡ଼ିଆ ଭାଷା ବିଶ୍ୱର ଅନ୍ୟତମ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭାଷା। ଏହି ଭାଷାକୁ ସୁରକ୍ଷିତ ରଖିଲେ ହିଁ ଆମର ଆତ୍ମସମ୍ମାନ ଏବଂ ସ୍ୱାଭିମାନ ସୁରକ୍ଷିତ ରହିପାରିବ ବୋଲି ଇଏ ମୋର ଦୃଢ଼ ବିଶ୍ୱାସ। ଆନନ୍ଦର କଥା, ଓଡ଼ିଶାରେ ଏବେ ଅସ୍ମିତା ଏକ ଜନ ଆନ୍ଦୋଳନର ରୂପ ନେଇଛି। ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା ଓ ଓଡ଼ିଆ ପରିଚୟକୁ ସମୃଦ୍ଧ କରିଥିବା ବରପୁତ୍ରମାନଙ୍କର ଜୀବନୀ ଉପରେ ଅଧିକରୁ ଅଧିକ ଚର୍ଚ୍ଚା ମଧ୍ୟ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ଅଞ୍ଚଳରେ, ପ୍ରତ୍ୟେକ ମହଲରେ ଇଏ ଆଗେଇ ଚାଲିଛି। ସେମାନଙ୍କର ଜନ୍ମସ୍ଥାନର ବିକାଶ ହେଉଛି, ପ୍ରତିମୂର୍ତ୍ତି ସ୍ଥାପନ ହେଉଛି। ଓଡ଼ିଆ ଭାଷା, ସାହିତ୍ୟ, ପୋଷାକ ଓ ପରମ୍ପରାକୁ ଆମ ନଜର ପୁଣି ଆଉଥରେ ଆମେ ସମସ୍ତେ ଫେରି ପାଉଛନ୍ତି। ଆମେ ଏଇ କିଛି ଦିନ ତଳେ ପଖାଳ ପରବ ମଧ୍ୟ ପାଳନ କରିଛୁ। ଆମ ପଖାଳ ପରବ ଗ୍ରିନିଚ୍ ୱାର୍ଲଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି। ଏହା ବାସ୍ତବରେ ଖୁବ୍ ଆନନ୍ଦର କଥା। 326 ପ୍ରକାରର ବ୍ୟଞ୍ଜନ ଆଉ ତା ସହିତ 850 କିଲୋଗ୍ରାମର ଚାଉଳ ଏବଂ ତା ସହିତ ଦହି, ଲଙ୍କା ଆଉ ଇତ୍ୟାଦି ଇତ୍ୟାଦି ମିଶେଇକିରି 1177 କେଜିର ପଖାଳ ଏତେ ଚମତ୍କାରିତା ଭରି ଦେଇଥିଲା। ସେଥିରେ 5000ରୁ ଅଧିକ ଲୋକ ଗୋଟିଏ କୁଣ୍ଡରେ ଥିବା ଏ ପଖାଳକୁ ଖାଇବା ଏବଂ 326 ପ୍ରକାରର ବ୍ୟଞ୍ଜନକୁ ନିଜ ଇଚ୍ଛା ଅନୁସାରେ ଚାଖିବା, ଇଏ ଗିନିଜ୍ ବୁକ୍ ଅଫରେ ସ୍ଥାନ ପାଇବା ନିଶ୍ଚିତ ଭାବରେ ଆମ ଓଡ଼ିଆ ଅସ୍ମିତାର ପରିଚୟ ସହିତ ଆମକୁ ଆହୁରି ସାରା ବିଶ୍ୱ ବଜାରକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଆଜି ଗ୍ରହଣ କରିପାରିଛି। ଏପ୍ରିଲ 1 ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମରେ ସାଧାରଣ ଲୋକ, ବିଶେଷ କରି ଯୁବବର୍ଗ ଜୋରସୋରରେ ସାମିଲ ହେଉଛନ୍ତି। ମୁଁ ନ୍ୟୁଜ୍ 18 ଓଡ଼ିଆକୁ ଏଭଳି ଏକ ମହତ ପ୍ରୟାସ ପାଇଁ ପୁନର୍ବାର ଧନ୍ୟବାଦ ଜଣାଉଛି। ମୋ ମତରେ ଗଣମାଧ୍ୟମର ଦାୟିତ୍ୱ କେବଳ ଖବର ପରିବେଷଣ ନୁହେଁ, ବରଂ ସମାଜରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା। ଆପଣମାନେ ତାହା ନିଷ୍ଠାର ସହିତ ମଧ୍ୟ ସମ୍ପାଦନ କରୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମର ନାଁ ହେଉଛି ଓଡ଼ିଆ ଅସ୍ମିତା ସମ୍ମିଳନୀ 90 ବର୍ଷର ଓଡ଼ିଶା। ଏହା ପ୍ରତିପାଦିତ କରୁଛି ଯେ ଓଡ଼ିଶା ନିଜ ଅସ୍ମିତାକୁ ଭାରତର ଯେକୌଣସି ରାଜ୍ୟମାନଙ୍କ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖି ଆସୁଅଛି। କାରଣ ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଯାହାକି ଭାଷା ଭିତ୍ତିରେ ଗଠନ ହୋଇଥିଲା। ତେଣୁ ଭାଷା ହେଉଛି ଆମ ଓଡ଼ିଆ ଜାତିର ଆତ୍ମା। ବିନା ଭାଷାରେ ଆମର କୌଣସି ପରିଚୟ ନାହିଁ। ଯେତେବେଳେ ସମ୍ପୂର୍ଣ୍ଣ ଭାରତବର୍ଷ ବ୍ରିଟିଶମାନଙ୍କର ଦ୍ୱାରା କବଳିତ ଥିଲା, ସେତେବେଳେ ଓଡ଼ିଆ ହିଁ ଏକମାତ୍ର ଜାତି ଯିଏକି ନିଜ ଭାଷା ପାଇଁ, ନିଜ ସ୍ୱତନ୍ତ୍ର ପରିଚୟ ପାଇଁ ଆନ୍ଦୋଳନ କରିଥିଲା, ଜନଜାଗରଣ କରିଥିଲା। ରାଜା ମୁକୁନ୍ଦ ଦେବଙ୍କର ପରେ ଯେଉଁ ଓଡ଼ିଶା ନିଜର ପରିଚୟ ହରାଇ ବସିଥିଲା, ସେତେବେଳେ 1803 ପରେ ନିଜର ସଂସ୍କୃତି ଓ ଭାଷାର ଅସ୍ତିତ୍ୱକୁ ହରାଇ ବସିବାର ଆଶଙ୍କା ଦେଖା ଦେଇଥିଲା। ସେତେବେଳେ ଓଡ଼ିଶାର ବରେଣ୍ୟ ବରପୁତ୍ରମାନେ ତ୍ୟାଗ ଓ ବଳିଦାନ ଦେଇ କେବଳ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭୌଗୋଳିକ ପରିଚୟ ଦେଇନଥିଲେ, ଏହାଦ୍ୱାରା ନିଶ୍ଚିହ୍ନ ପ୍ରାୟ
ନିଶ୍ଚିନ୍ନ ପ୍ରାୟ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରାକୁ ବଞ୍ଚାଇ ରଖିବାରେ ସେମାନେ ସମର୍ଥ ହୋଇଥିଲେ। ସେମାନଙ୍କର ମିଳିତ ଉଦ୍ୟମରେ ଗଠିତ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ନିଜର ସ୍ୱତନ୍ତ୍ରତା ଆଜି ମଧ୍ୟ ସ୍ୱତନ୍ତ୍ର ଭାବରେ ସାରା ଭାରତ ବର୍ଷରେ ଆମେ ସ୍ୱତନ୍ତ୍ର ଭାବେ ବଞ୍ଚାଇ ରଖିପାରିଛନ୍ତି। ଓଡ଼ିଆ ସଭ୍ୟତା ଓ ସଂସ୍କୃତି ଅଖଣ୍ଡ ଭାରତର ଏକ ଅନନ୍ୟ ସଭ୍ୟତା, ଯାହା ହଜାର ହଜାର ବର୍ଷ ଧରିକି ବିଭିନ୍ନ ଝଡ଼ ଝଞ୍ଜା ସତ୍ତ୍ୱେ ନିଜର ପରିଚୟ ରକ୍ଷା କରିବାରେ ଇଏ ସମର୍ଥ ହୋଇପାରିଛି। ତେଣୁ ଭାରତର ପ୍ରାଚୀନ ଗ୍ରନ୍ଥମାନଙ୍କ ମଧ୍ୟରୁ ଅନ୍ୟତମ ଗ୍ରନ୍ଥ କପିଳ ସଂହିତାରେ କୁହାଯାଇଛି ଯେ ବର୍ଷାଣଂ ଭାରତଂ ଶ୍ରେଷ୍ଠଂ ଦେଶାନାମ ଉତ୍କଳ ସ୍ମୃତ ଉତ୍କଳ ସମ ଦେଶ ଦେଶ ନାସ୍ତି ମୋହିତଳେ। ଏହାର ଅର୍ଥ ହେଉଛି ସମସ୍ତ ଦେଶ ମଧ୍ୟରେ ଭାରତ ଶ୍ରେଷ୍ଠ ଏବଂ ଭାରତର ଉତ୍କଳ ବା ଓଡ଼ିଶା ପ୍ରଦେଶ ଶ୍ରେଷ୍ଠ। ଏହି ଶ୍ରେଷ୍ଠତ୍ୱକୁ ବଜାୟ ରଖିଥିବା ପାଇଁ ଉତ୍କଳ ଗୌରବ ମଧୁବାବୁ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ବରପୁତ୍ରମାନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଓଡ଼ିଆ ଅସ୍ମିତାର ଭାବାବେଗ ପ୍ରଥମେ 1878 ମସିହାରେ ସୃଷ୍ଟି ହୋଇଥିଲା। ଏହାକୁ ଓଡ଼ିଆ ଜାତିର ବରପୁତ୍ରମାନେ ଏକ ମଙ୍ଗଳକାରିଣୀ ଅସ୍ତ୍ର ରୂପେ ସର୍ବପ୍ରଥମେ ସେମାନେ ଏହାକୁ ବ୍ୟବହାର କରିଥିଲେ। ନୂଆ ହୋଇ ପଶ୍ଚିମବଙ୍ଗରୁ BA ପାସ୍ କରି ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ଚାକିରି କରିଥିବା କ୍ରାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଯେତେବେଳେ ଓଡ଼ିଆ একটা ଭାଷା ନয় ବୋଲି ପ୍ରବନ୍ଧ ଲେଖିଲେ, ସେତେବେଳେ ବାଲେଶ୍ୱର ସମେତ ସାରା ଓଡ଼ିଶାରେ ଜନମାନସ କ୍ଷୁବ୍ଧ ହୋଇଥିଲେ। ବ୍ୟାସକବି ଫକୀରମୋହନ ତତ୍କାଳୀନ ବାଲେଶ୍ୱର କଲେକ୍ଟର ଜନ୍ ବିମ୍ସଙ୍କୁ ଏ କଥା କହିବାରୁ ବିମ୍ସ ସାହେବ ଓଡ଼ିଆ ଭାଷା କିପରି ଏକ ସ୍ୱତନ୍ତ୍ର ଭାଷା ତାହା ଲେଖି ସରକାରଙ୍କୁ ପଠାଇଥିଲେ। ଏହାପରେ ଓଡ଼ିଶାର ସ୍କୁଲଗୁଡ଼ିକରେ ଭାଷା ପୁନର୍ବାର ସଂସ୍ଥାପିତ ହୋଇଥିଲା। ଠିକ୍ ସେହିଭଳି ତତ୍କାଳୀନ ବ୍ରିଟିଶ ସରକାର ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରୀୟ ପ୍ରୋଭିନ୍ସରେ ସମ୍ମିଳିତ କରିବା ପରେ 1895 ମସିହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀକୁ ଅଦାଲତ, କୋର୍ଟ କଚେରୀ, ସରକାରୀ ଅଫିସ, ସ୍କୁଲରେ ବାଧ୍ୟତାମୂଳକ କରିଥିଲେ। ଏହି ନିଷ୍ପତ୍ତି ବିରୁଦ୍ଧରେ ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରବଳ ଜନସନ୍ତୋଷ ଆରମ୍ଭ ହୋଇଥିଲା, ଯାହାପରେ ଆନ୍ଦୋଳନ ଓ ବିକ୍ଷୋଭର ରୂପ ମଧ୍ୟ ନେଇଥିଲା। ବ୍ରିଟିଶ ସଂସଦ ପର୍ଯ୍ୟନ୍ତ ଏହି କଥା ଗଲା। ପ୍ରାୟ 10 ବର୍ଷର ଆନ୍ଦୋଳନ ଓ ସଂଘର୍ଷ ଫଳରେ ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରାଯାଇଥିଲା ଏବଂ ପୁନଶ୍ଚ ଓଡ଼ିଆକୁ ସରକାରୀ ଭାଷା ତଥା ବିଦ୍ୟାଳୟରେ ଓଡ଼ିଆ ଭାଷାରେ ପଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଇତିହାସରେ ଦୁଇଟି ଘଟଣାକୁ ଓଡ଼ିଆ ଅସ୍ମିତାକୁ ରକ୍ଷା କରିବା ପାଇଁ ପ୍ରଥମ ଲଢ଼େଇ ଭାବେ ଅଭିହିତ କରିହେବ। ଏହାପରେ ସବୁଠାରୁ ବଡ଼ ଆନ୍ଦୋଳନ ହୋଇଥିଲା ଉତ୍କଳ ସମ୍ମିଳନୀ ମଞ୍ଚରୁ। ଆପଣମାନେ ସମସ୍ତେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ଇତିହାସ ବିଷୟରେ ଅବଗତ ଅଛନ୍ତି। ଆପଣମାନଙ୍କ ପାଖରେ ନିଶ୍ଚିତ ଭାବରେ ମୋ ଠାରୁ ଅଧିକ ପାଣ୍ଡିତ୍ୟ ଥିବ। ମୁଁ ତାକୁ ପୁନରାବୃତ୍ତି କରୁନାହିଁ, କିନ୍ତୁ ଏହି ଆନ୍ଦୋଳନରେ ଆଉ ଗୋଟିଏ ଦିଗ ଅଛି, ତାହା ହେଲା ସ୍ୱତନ୍ତ୍ର ପ୍ରଦେଶ ସହିତ ଓଡ଼ିଆ ଭାଷା ସଂସ୍କୃତିକୁ ବଞ୍ଚାଇ ରଖିବାର ଉଦ୍ୟମ। 1803 ପରେ ବ୍ରିଟିଶ ସରକାର ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରି ପଡ଼ୋଶୀ ରାଜ୍ୟମାନଙ୍କରେ ସମ୍ମିଳିତ କରିବା ପରେ ଓଡ଼ିଆ ଭାଷା ପ୍ରତି ବିପଦ ଦେଖାଦେଇଥିଲା। ଓଡ଼ିଶାର ଦକ୍ଷିଣାଞ୍ଚଳକୁ ମାଡ୍ରାସ ପ୍ରୋଭିଡେନ୍ସରେ ଏବଂ ଆପଣଙ୍କର ଉତ୍ତର ଓଡ଼ିଶାକୁ ବେଙ୍ଗଲ ପ୍ରୋଭିଡେନ୍ସରେ, ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କର ଉତ୍ତର ପଶ୍ଚିମ ଅଞ୍ଚଳକୁ ବିହାର ସହିତ ମଧ୍ୟ ମିଶ୍ରଣ କରିଦିଆଯାଇଥିଲା। ତେଣୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ସେ ସମୟରେ ଓଡ଼ିଆର ସାରସ୍ୱତ ସାଧକମାନେ କିନ୍ତୁ କେବେ ବି ପଛେଇ ନଥିଲେ। ତାଙ୍କର କଲମରେ ଶକ୍ତିକୁ ଲେଖନୀ ମାଧ୍ୟମରେ ସେ ପରିଚାଳନା କରିଥିଲେ। କବିବର ରାଧାନାଥ ନାୟକ, ଭକ୍ତ କବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ, ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠଙ୍କର ପରି ମହାନ କବି ଓ ଲେଖକମାନେ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଏହି ମହାନ ସାହିତ୍ୟିକମାନଙ୍କର ଅବଦାନ ଅତୁଳନୀୟ। ଏପରିକି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ନିଜ ଦେଶାତ୍ମବୋଧକ ଲେଖା ମାଧ୍ୟମରେ ଓଡ଼ିଆ ଅସ୍ମିତା ବହ୍ନିକୁ ଓଡ଼ିଶାବାସୀଙ୍କ ମନରେ ପ୍ରଜ୍ୱଳିତ କରିଥିଲେ। ଏମାନେ ସମସ୍ତେ ଆମର
ଚିର ନମସ୍ୟ। ଅନେକ ପଚାରନ୍ତି ଓଡ଼ିଆ ଅସ୍ମିତା କାହିଁକି ଏକ ପ୍ରସଙ୍ଗ ହେଲା? କାରଣ ଜଣେ ସାଧାରଣ ଓଡ଼ିଆ ଭାବେ ମୋ ପାଇଁ ଏହାର ସ୍ପଷ୍ଟ ସଂଜ୍ଞା। ମୋ ପାଇଁ ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ ଏବଂ ଓଡ଼ିଶାରେ ହିଁ ମୋର ପରିଚୟ। 2024 ମସିହା ଓଡ଼ିଶା ପାଇଁ ଏକ ପରିବର୍ତ୍ତନର ବର୍ଷ। ଏହି କଥା ଆପଣମାନେ ସମସ୍ତେ ଜାଣିଛନ୍ତି ଏବଂ ନିଜେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି। ଗତ ସାଧାରଣ ନିର୍ବାଚନରେ ଓଡ଼ିଆ ଅସ୍ମିତା ଲୋକଙ୍କୁ ଆନ୍ଦୋଳିତ କରିବାର ମୂଳ କାରଣ ଥିଲା ଆତ୍ମସମ୍ମାନ, ଆତ୍ମସମ୍ମାନ, ଆତ୍ମସମ୍ମାନ। ଜଣେ ଓଡ଼ିଆ ଚାହେଁ ତାଙ୍କ ଶାସନ ବ୍ୟବସ୍ଥାରେ ନିଜ ଭାଷା ଓ ଭାବକୁ ବୁଝୁଥିବା ବ୍ୟକ୍ତି ଓଡ଼ିଶାର ଦାୟିତ୍ୱ ନିଅନ୍ତୁ। ଯେତେବେଳେ ପ୍ରଶାସନକୁ ଅଣ ଓଡ଼ିଆ ଅଧିକାରୀଙ୍କର ଦ୍ୱାରା ଆଉଟସୋର୍ସ କରାଗଲା ସେତେବେଳେ ଓଡ଼ିଆ ଜନମାନସରେ କ୍ଷୋଭ ସୃଷ୍ଟି ହେବା ଇଏ ତ ଅତି ସାଧାରଣ କଥା। ଏହି ଜନାଦେଶ ସେହି ଅସନ୍ତୋଷର ଏକ ସ୍ପଷ୍ଟ ପ୍ରତିଫଳନ ଥିଲା। ଭାରତ ଇତିହାସରେ ଓଡ଼ିଶା ହିଁ ଏଭଳି ଏକ ରାଜ୍ୟ ଯିଏ ବୀରତା, ଶାନ୍ତି, ମୈତ୍ରୀ, ଉତ୍କର୍ଷତା ଏବଂ ଏକତାର ବାର୍ତ୍ତା ଏକ ସାଙ୍ଗରେ ସାରା ବିଶ୍ୱକୁ ଉପହାର ଦେଇ ଆସିଛି। ଇଏ ମାଟି ଚଣ୍ଡାଶୋକରୁ ଧର୍ମାଶୋକରେ ପହଞ୍ଚ କରିଦେଇଛି। ଇଏ ମାଟିର ବୀରପୁତ୍ର ଐର ଖାରବେଳ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି କଳିଙ୍ଗର ପ୍ରତିଷ୍ଠା ପୁନର୍ସ୍ଥାପନ କରିଥିଲେ। ଏ ମାଟି ଜୟ ଜଗନ୍ନାଥଙ୍କ ଧ୍ୱନିରେ ସବୁ ଧର୍ମକୁ ଏକ କରିଦେଇଛି। ଏ ମାଟି ମଧ୍ୟ ବନ୍ଦେ ମାତରମ୍ ନାରାରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛି। ମୟୂରଭଞ୍ଜ ଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ସବୁଠି ବୀରତ୍ୱର ନିଦର୍ଶନ ଦେଖିବା ପାଇଁ ମିଳିଛି। ଆଉ ଝାରସୁଗୁଡ଼ା ଠାରୁ ଆରମ୍ଭ କରି ଜଗତସିଂହପୁର ପର୍ଯ୍ୟନ୍ତ ସବୁଠି ଏକତାର ବାର୍ତ୍ତା ଖେଳିଛି।